ସମସ୍ତଙ୍କୁ ନମସ୍କାର। ବିଶ୍ୱର କଳା ଜଗତରେ ଏକ ଅପୂରଣୀୟ କ୍ଷତି, ଅପୂରଣୀୟ ସ୍ଥାନକୁ ସୃଷ୍ଟି କରି ଇହଲୀଳା ସମ୍ବରଣ କରିଛନ୍ତି ବିଶିଷ୍ଟ ଲୋକକଳା, ଲୋକଗୀତ ପରିବେଷଣ କରୁଥିବା ଜଣେ ମହାନ ମହିଳା। ଛତିଶଗଡ଼ି ସେଇ ଲୋକକଳା, ଲୋକ ସଙ୍ଗୀତକୁ ପରିବେଷଣ କରୁଥିବା ତେଜନ ବାଇ ଆଉ ନାହାନ୍ତି। ତାଙ୍କରି ସ୍ମୃତିରେ ଆଜିର ଆମର ରେଡ଼ିଓ କୋରାପୁଟର ଏ କଥାବାର୍ତ୍ତା। ଆମ ସହିତ ଅଛନ୍ତି ଅ, ନାଟ୍ୟ ଜଗତର ଜଣେ ବିଶିଷ୍ଟ କଳାକାର, ଦର୍ଶକ, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ନନ୍ଦନିକ ନାଟ୍ୟ ସଂସ୍ଥାର ପ୍ରତିଷ୍ଠାତା ଡକ୍ଟର ସୌରଭ ଗୁପ୍ତା। ସୌରଭ ଗୁପ୍ତାଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ ଏବଂ ଜାଣିବାକୁ ଚାହିଁବୁ ସେ କେମିତି ଦେଖୁଛନ୍ତି ଏହି ଅପୂରଣୀୟ କ୍ଷତି, ତେଜନ ଭାଇଙ୍କର ଯେଉଁ କଣ୍ଟ୍ରିବ୍ୟୁସନ୍ କଳା ଜଗତକୁ। ସାର୍। ଥ୍ୟାଙ୍କ ୟୁ ଶାନ୍ତାକାର ଭାଇନା। ମୁଁ ରେଡିଓ କୋରାପୁଟର ସବୁ ଦର୍ଶକ ମାନଙ୍କୁ ସ୍ୱାଗତ କରୁଛି। ଆଜି ତିଜନ ବାଇ, ପଦ୍ମ ବିଭୂଷଣ ତିଜନ ବାଇଙ୍କର ଚାଲିଯିବାଟା ଏ- ଏଇଟା ଗୋଟେ ଯାତ୍ରା ପଥର ଗୋଟେ ସମାପ୍ତି ନୁହେଁ, ଏଇଟା ଗୋଟେ ଆରମ୍ଭ। ତାର କାରଣ ହଉଛି ଯେ ତିଜନ ବାଇ ଖାଲି ଜଣେ ପରଫର୍ମର ତାକୁ କହିଲେ ସେଟା ଟିକେ କମ ହେଇଯିବ। ତାଙ୍କର ଯୋଉ ମାନେ ଜର୍ନିଟା, ସେଟା ଗୋଟେ ଷ୍ଟ୍ରଗଲ। ଆଉ ସେ ଲଢାଇ କରି କରିକି ମାନେ ଆ, ପ୍ରାୟ 4 ଦଶକ ତାଙ୍କର ଯୋଉ ଜର୍ନି, ସେଟା ଗୋଟେ ଲିବରେସନ ଅର୍ଥାତ ମୁକ୍ତିର ପଥ, ତାର ଫାଉଣ୍ଡେସନ ସେ ଦେଇକି ଯାଇଛନ୍ତି। ଆଉ ମହିଳା କଳାକାରଙ୍କ ପାଇଁ ଗୋଟେ ବାଟ ଦେଖିକି ଯାଇଛନ୍ତି। ତାଙ୍କର ଯିବାଟା ଇଟ ସୁଡ ନଟ୍ ବି ମୋର୍ନଡ, ମାନେ ତା ପାଇଁ ଦୁଃଖିତ ହବାର ନୁହେଁ, କିନ୍ତୁ ଏବେ ଆମ ସମାଜ ପାଇଁ ଏଇଟା ଗୋଟେ ଚ୍ୟାଲେଞ୍ଜ ଯେ ତାଙ୍କର ଏଇ ଷ୍ଟ୍ରଗଲ, ତାଙ୍କର ଏଇ ଜର୍ନି କେତେ ଆହୁରି କଳାକାରଙ୍କୁ ଅନୁପ୍ରାଣିତ କରୁଛନ୍ତି। ଆଉ ଭବିଷ୍ୟତ ପ୍ରଜନ୍ମର କଳାକାରଙ୍କ ପାଇଁ, ସ୍ପେସିଆଲି ମହିଳା କଳାକାରଙ୍କ ପାଇଁ ସେ ଗୋଟେ ସୁନ୍ଦର ବ୍ୟବସ୍ଥା କରିକି ଯାଇଛନ୍ତି। ଦେଖନ୍ତୁ, ଯଦି ଆମେ ତାଙ୍କର ପର୍ସନାଲ ଲାଇଫକୁ ଦେଖିବା, ସେ ଏମିତି ଗୋଟେ କଳାକୁ ବାଛିଛନ୍ତି ଯୋଉଟାକୁ ଆମେ ପାଣ୍ଡବାନୀ କହୁଛେ। ପାଣ୍ଡବାନୀ ଇଜ ୱାନ୍ ଅଫ୍ ଦ ଷ୍ଟୋରି ଟେଲିଂ ଫର୍ମାଟ୍ସ। ଆମ ଭାରତବର୍ଷର ଗୋଟେ ଐତିହ୍ୟ ହଉଛି ଷ୍ଟୋରି ଟେଲିଂ। ମାନେ ୟୁରୋପିଆନ ଆର୍ଟ ଆଣ୍ଡ କାଲଚର ସହିତ ପ୍ରାଚ୍ୟ ଆଉ ପାଶ୍ଚାତ୍ୟର ଗୋଟେ ବେସିକ ପାର୍ଥକ୍ୟ ହଉଛି ଯେ ପ୍ରାଚ୍ୟର ଯୋଉ କଳା, ଇଟ୍ ଇଜ ବେସ୍ଡ ଅନ୍ ଷ୍ଟୋରି, ଗୋଟେ କାହାଣୀ। ଆଉ ସେଇ କାହାଣୀ କହିବାର ଯୋଉ ଶୈଳୀ, ଏ ଯୋଉ କଥକତା, ଏଇଟା ଆମର ରୁଟ୍ସ ରେ ଅଛି। ଏଇଟା ଆମର ହେରିଟେଜ। ସେଟା ଗାଛ ତଳେ 5ଟା ଲୋକଙ୍କୁ ପଞ୍ଚାୟତ ମିଟିଂରେ ବି କାହାଣୀ କୁହାଯାଉଛି, ସ୍କୁଲରେ କୁହାଯାଉଛି, ଆମ ଘରେ ବି ଆମର ଗ୍ରାଣ୍ଡ ପ୍ୟାରେଣ୍ଟସ ମାନେ ସେମାନେ ବି କାହାଣୀ କହୁଛନ୍ତି। ବହୁତ ଆଗରୁ ଯେତେବେଳେ ବଡ ବଡ ଫ୍ୟାମିଲି ର ଗୋଟେ ରିୱାଜ ଥିଲା, ଗୋଟେ ପରିବାରରେ ପ୍ରାୟ 10-15ଟା ମାନେ ଶିଶୁ, ସମସ୍ତଙ୍କୁ ଶାନ୍ତ ରଖିବା ପାଇଁ ଓଜା କହୁଥିଲେ କାହାଣୀ। ତ ଏଇ ଷ୍ଟୋରି ଟେଲିଂ ର ପରମ୍ପରା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାରର ଆର୍ଟିଷ୍ଟିକ ଫର୍ମସ, ଇଭେନ ଆମ ଓଡିଶାରେ ବି ଯୋଉ ପାଲା ଦାସକାଠିଆ ଅଛି, ସେଇଟା ବି ଷ୍ଟୋରି ଟେଲିଂ ର ହିଁ ଗୋଟେ ଫର୍ମ। ସିମିଲାରଲି ଆମ ଭାରତବର୍ଷର ବିଭିନ୍ନ ପ୍ରଦେଶରେ ଆପଣ ଦେଖିବେ ଗୋଟେ ଷ୍ଟୋରି ଟେଲିଂ ର ଫର୍ମ ଅଛି। ପାଣ୍ଡବାନୀର ଗୋଟେ ବିଶେଷତ୍ୱ ହଉଛି ଯେ ଏଇଟା ଗୋଟେ ଗ୍ରାମୀଣ କଳା। ଆଉ ଛତିଶଗଡ଼, ମଧ୍ୟପ୍ରଦେଶ, ଇଭେନ ଗୋଟେ ସମୟ ଥିଲା, ମୁଁ ଯାହା ଟିକେ ଟିକେ ମୁଁ ଯାହା ମାନେ ଖବର ପାଇଲି ଯେ ଓଡ଼ିଶାରେ ମଧ୍ୟ
ପାଣ୍ଡବାନୀର କିଛି ପ୍ରଭାବ ଥିଲା। ପରବର୍ତ୍ତୀ ସମୟରେ ବୋଧହୁଏ ସେଟା ଲୁପ୍ତ ହେଇଯାଇଛି, କିନ୍ତୁ ଓଡ଼ିଶାରେ ବି ଥିଲା। ତ ପାଣ୍ଡବାନୀ ମୂଳତଃ ଜଷ୍ଟ ଲାଇକ୍ ମାନେ ଫୋକ୍ ଆର୍ଟର ଗୋଟେ ବିଶେଷତ୍ୱ ହଉଛି ଦ ଡମିନେନ୍ସ ଅଫ୍ ମେଲ୍ ପରଫର୍ମର୍ସ। এটা ପୁରୁଷଙ୍କର ଗୋଟେ ଡମିନେନ୍ସ ଥାଏ। ପାଣ୍ଡବାନୀ ବି ସେୟା। ଆଉ ଏଇଟା ଗୋଟେ ସୋଲୋ ଆର୍ଟ, ଅର୍ଥାତ୍ ଯିଏ ପରଫର୍ମ କରିବ ସେ ଜଣେ ଲୋକ। ତାର ଏମିତି ଆଧୁନିକ ନାଟକ ଭଳିଆ ଯେମିତି ଗୋଟେ ଟିମ୍ ପରଫର୍ମ କରୁଛନ୍ତି ସେମିତି ନୁହେଁ, ଜଣେ ଲୋକ ପରଫର୍ମ କରିବେ। କିନ୍ତୁ ଏଇ କ୍ଷେତ୍ରରେ ତାର ତେଜନ ସେଇଥିରେ ଭାଇଙ୍କର ଗୋଟେ କଣ ମ୍ୟୁଜିକ। ସ୍ପେଶାଲିଟି ଥିଲା? ତେଜନ ଭାଇଙ୍କର କଣ ସ୍ପେଶାଲିଟି ଥିଲା ଏଇ ହଁ, କ୍ଷେତ୍ରରେ? ସେଇଟା ମୁଁ କହୁଛି ଯେ ମାନେ ଯେ ଟିକେ ଆଦି ଫର୍ମ ଟା ପାଣ୍ଡବାନୀର ମୁଁ କହିକି ତାପରେ କହୁଛି ଯେ ସିଏ କଣ କରିଥିଲେ। ତ ଅ, ଏଇଟା ଗୋଟେ ବହୁତ ବର୍ଷ ହେଲା ଚାଲିଛି, ପାଣ୍ଡବାନୀର ପରମ୍ପରା ଗୋଟେ ଚାଲିଛି। ମ୍ୟୁଜିକ ଟିମ୍ ଗୋଟେ ରହିବ ଆଉ ମହାଭାରତର କାହାଣୀ କୁହାଯିବ। ପାଣ୍ଡବାନୀରେ ଭୀମ ହଉଛନ୍ତି ସେଣ୍ଟ୍ରାଲ କ୍ୟାରେକ୍ଟର। କିନ୍ତୁ ତିଜନ ବାଇ ଯେତେବେଳେ ଆସିଲେ ଏଇ ଫର୍ମକୁ, ଯେ ତାଙ୍କର ଲାଇଫ ଟା ବି ଅଦ୍ଭୁତ। ମାନେ ତାର ଲାଇଫ ଆଉ ପାଣ୍ଡବାନୀ ଦୁଇଟା ଏକାକାର ହେଇଯାଇଛି। ସେ ଯେତେବେଳେ ପାଣ୍ଡବାନୀ ଆରମ୍ଭ କଲେ, ସେ ଦ୍ରୌପଦୀକୁ ମୁଖ୍ୟ ଚରିତ୍ରରେ ଆଣିଛନ୍ତି। ସେ ଗୋଟେ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଆଇ କୁଡ୍ ରିଲେଟ୍ ୱିଥ୍ ଦ୍ରୌପଦୀ। ଯେମିତି ଦ୍ରୌପଦୀ ଗୋଟେ ଆଇଡେଣ୍ଟିଟି ବନେଇବା ପାଇଁ ଷ୍ଟ୍ରଗଲ କରିଛନ୍ତି ମହାଭାରତରେ, ଅନୁରୂପ ଭାବରେ ତିଜନ ଭାଇ ବି ଚାହୁଁଥିଲେ ଯେ ସେ ତାଙ୍କର ଗୋଟେ ଆଇଡେଣ୍ଟିଟି କରିବେ। ତ ସେ କିଛି କିଛି ମୌଳିକ ପରିବର୍ତ୍ତନ ପାଣ୍ଡବାନୀ କଳାରେ କରିଛନ୍ତି। ପାଣ୍ଡବାନୀରେ ବେଦମତୀ ପରମ୍ପରାରେ ଯେ ପାଣ୍ଡବାନୀ ପ୍ରେଜେଣ୍ଟ କରିବ, ସେ ସିଟିଂ ପୋଜିସନରେ ବସିକି କରିବ। କିନ୍ତୁ ତିଜନ ଭାଇ ତାଙ୍କର ପ୍ରଥମ ଯୋଉ ପରଫରମେନ୍ସଟା ଥିଲା, ସେ ଦୁଇ ତିନିଟା ଜିନିଷ କଲେ। ସେ ଠିଆ ହେଇକି କଲେ, ଆଉ ଖାଲି ଠିଆ ହେଇକି କଲେନି, ସେ ବୁଲି ବୁଲିକି କଲେ। ଏଇଟା ଆଉ ଗୋଟେ ପରମ୍ପରା ଅଛି ପାଣ୍ଡବାନୀର, କାପାଲିକ ପରମ୍ପରା। ସେ କାପାଲିକ ପରମ୍ପରାକୁ ସେ ଆଉ ଟିକେ ରିଫାଇନ କଲେ। ତା ହାତରେ ଯୋଉ ବାଦ୍ୟଯନ୍ତ୍ର ଯୋଉଟା କି ତାମ୍ବୁରା କୁହାଯାଏ ଅଥବା ଏକତାରା କୁହାଯାଏ, ୱାନ୍ ଷ୍ଟ୍ରିଙ୍ଗଡ, ସେଇ ଯନ୍ତ୍ରଟାକୁ ସେ ଗୋଟେ ପ୍ରପ ରେ ପରିଣତ କଲେ। ଅର୍ଥାତ୍ ନାଟକ କରିବା ପାଇଁ ଆମକୁ କିଛି କିଛି ପ୍ରପ୍ସ ଦରକାର। ଆଉ ଜଣେ ଆର୍ଟିଷ୍ଟ ଯେତେବେଳେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି, ପ୍ରଥମ ଦୃଶ୍ୟରେ ଯିଏ ଗଙ୍ଗା, ଦ୍ୱିତୀୟ ଦୃଶ୍ୟରେ ସିଏ ଆଉ ଗୋଟେ ଚରିତ୍ରରେ ଭୀଷ୍ମର, ତ ସେ କଣ କଲେ, ସେ ସେଇଟାକୁ କେତେବେଳେ ଗଦା ବନେଇ ଦଉଛନ୍ତି, କେତେବେଳେ ତୀର ଧନୁକ ବନେଇ ଦଉଛନ୍ତି, କେତେବେଳେ ସେ ସେଟା ଗୋଟେ ହୁଇପ୍ ଲାଶ ବନଉଛନ୍ତି, ସେଟାକୁ ଚାବୁକ। ତ ଏମିତି କରି କରିକି ସେ ସବୁ ଚରିତ୍ରକୁ ଜୀବନ୍ତ କରିଥିଲେ। ଗୋଟେ ଦୃଶ୍ୟରେ ସେ ଭୀମର ଭୂମିକାରେ ଅଭିନୟ କରିଛନ୍ତି, ନେକ୍ସଟ ସିନରେ ସେ ଦ୍ରୌପଦୀ। କିନ୍ତୁ ଦର୍ଶକକୁ କେବେ ବି ଲାଗିଲାନି ଯେ ଏ ତ ସେଇ ଲୋକଟା ହିଁ ସେମ ଲୋକଟା। ସବୁବେଳେ ଦର୍ଶକ ଭାବିଲେ ଯେ ଆରେ ଇଏ ଗୋଟେ ନୂଆ ଚରିତ୍ର ଆସିଛନ୍ତି। ତାଙ୍କର ବାଚନ ଶୈଳୀ, ଆମ ନାଟ୍ୟଶାସ୍ତ୍ରରେ ଯେ ଚାରିଟା ରସ ଅଛି, ଆଙ୍ଗିକ, ବାଚିକ, ସାତ୍ତ୍ୱିକ, ଆହାର୍ଯ୍ୟ, ଚାରିଟାର ଅପୂର୍ବ ସଂମିଶ୍ରଣ ପାଣ୍ଡବାନୀରେ ସେ କରିଥିଲେ। ଆଉ ତାଙ୍କର ଉଚ୍ଚକିତ କଣ୍ଠ ପୁଣି ବେସକୁ ପଳାଇ ଆସିବ। ମାନେ ଆଇ ୱାଜ ଫର୍ଚୁନେଟ ଟୁ ୱାଚ୍ ହର ପାଣ୍ଡବାନୀ ଇନ୍ କୋଲକାତା। ସେ ସି କ୍ୟାନ୍ ଏଲିଭେଟ୍ ଦ ପରଫର୍ମ, ସେଇ ଗୋଟେ ଏମିତି ଜାଗାରେ ନେଇଯିବେ ଯେ ପୁରା ଶିହରଣ ହେଇଯିବ ଆପଣଙ୍କର ଦେହରେ, ମନରେ। ଡାଇରେକ୍ଟ କନେକ୍ସନ ଅଡିଏନ୍ସ ସହିତ। ଆପଣଙ୍କୁ ଲାଗିବ ଏମିତି ଯେ ବସ୍ତ୍ରହରଣ ଚାଲିଛି ଦ୍ରୌପଦୀର, ଆପଣ ସେଇଠି ଅଛନ୍ତି, ସେଇ ସଭାରେ, ସେଇ ମୁହୂର୍ତ୍ତରେ, ସେଇ ଜାଗାରେ ଆପଣ ଅଛନ୍ତି। ସେ ଏମିତି ଅକ୍ଟେଭ କୁ, ତାଙ୍କର କଣ୍ଠସ୍ୱର ମାନେ ଅଦ୍ଭୁତ। ସେ ଏତେ ହାଇ ଅକ୍ଟେଭ କୁ ଯାଇପାରିବେ, ପୁଣି ଲୋ ରେ ପଳାଇ ଆସିବେ। କଣ୍ଠସ୍ୱରର ବୈଚିତ୍ର୍ୟ ଆଉ ଦେହ, ମାନେ ସେ ହାତ ଗୋଡ ସମ୍ପୂର୍ଣ୍ଣ ଶରୀର କଥା କହୁଛନ୍ତି। ଆଉ ଯେତେବେଳେ ସେ ମହାଭାରତ ପ୍ରେଜେଣ୍ଟ ହଉଛି, ସ୍କଲାର ମାନେ କହିବେ ଦିସ୍ ଇଜ ଅ ଫେମିନିଷ୍ଟ ଆଡାପ୍ଟେସନ ଅଫ ମହାଭାରତ, ପାଣ୍ଡବାନୀ। ମୁଁ ଫେମିନିଜମ ବିଷୟରେ ମୁଁ କିଛି ଜାଣିନି, କିନ୍ତୁ ସେଇ ହାଇ ଭୋଲ୍ଟେଜ ଯାହାକୁ କୁହାଯାଏ, ହାଇ ଭୋଲ୍ଟେଜ ପରଫରମେନ୍ସ, ସେଇଟା ହଉଛି। ସେ ରାସ୍ତାରୁ ଆରମ୍ଭ କରିଥିଲେ, ତାପରେ ସେ ଏକାଡେମୀ ଅଫ ଫାଇନ ଆର୍ଟସ
ରବୀନ୍ଦ୍ର ଭବନକୁ ଗଲେ। ଇଟ୍ସ ଅ ୱଣ୍ଡରଫୁଲ ଜର୍ଣ୍ଣି। ଯାହାକୁ ଆଉଟକାଷ୍ଟ କରିଦିଆଗଲା, ତା ବାହାଘର ହେଲା, ତାପରେ ସି ଷ୍ଟାର୍ଟେଡ ପରଫର୍ମିଂ। ସାଙ୍ଗେ ସାଙ୍ଗେ ଗାଁରେ ତାକୁ ଆଉଟକାଷ୍ଟ କରାଗଲା। ସେ ଜିଦ୍ କରିକି ଏକେଲା ରହିଲେ, ତାର ଚର୍ଚ୍ଚା ଚଲେଇଲେ, ଆଉ ପଡିଶା ଲୋକମାନେ ତାକୁ ଖାଇବାକୁ ଦଉଥିଲେ। ଏଇ ଟାଇପ ର ଗୋଟେ ଷ୍ଟ୍ରଗଲ। ସେ ନିଜର ଟିମ୍ ତୈୟାରୀ କଲେ, ଗାଁ ଗାଁ ବୁଲିକି ପାଣ୍ଡବାନୀ ପରଫର୍ମ କଲେ। ଆଣ୍ଡ ଦ ରେଷ୍ଟ ଇଜ ହିଷ୍ଟ୍ରି। ପୁରା ବିଶ୍ୱର ମାନଚିତ୍ରରେ ପାଣ୍ଡବାନୀ ଗୋଟେ ବିଶିଷ୍ଟ ରିଭାଇଭାଲ ସେ ଯୋଉ ହେଲା ଫୋକ୍ ଆର୍ଟ୍ସ। ପାଣ୍ଡବାନୀର ପରଫରମାନ୍ସର ଯୋଉ ସ୍ତରରେ ସେ ବର୍ତ୍ତମାନ ଛାଡିକି ଯାଇଛନ୍ତି, ତାକୁ ଆଗକୁ ନେବାରେ କଣ ଚ୍ୟାଲେଞ୍ଜେସ୍ ଅଛି? ହଁ, ଆକ୍ଚୁଆଲି ଦେଖନ୍ତୁ, ଗାଁ ଗହଳିରେ ଯୋଉ ପାରମ୍ପରିକ ଯୋଉ ପାଣ୍ଡବାନୀ ସେଟା ଚାଲିଛି, ସେଟା ଅଲରେଡି ଚାଲିଛି। ଆଉ ତିଜନ ବାଇର ଜନପ୍ରିୟତା ତାକୁ ବୁଷ୍ଟ କରିଛନ୍ତି। ଏବେ ଯୋଉଟା ପ୍ରାୟ ଲୁପ୍ତ ପ୍ରାୟ ଆର୍ଟ ଥିଲା, ସେଇଟା ପୁଣି ଏବେ ବହୁତ ନୂଆ ଜେନେରେସନର ଆର୍ଟିଷ୍ଟ ମାନେ ଆସିକି ସେଇଟା କରୁଛନ୍ତି। ବିଶେଷତଃ ତାଙ୍କର ଯୋଉଟା ସାଫଲ୍ୟ ସେଇଟା ହଉଛି ମହିଳା କଳାକାର ବି ଆସୁଛନ୍ତି। ପ୍ଲସ୍ ବିଭିନ୍ନ ଭାରତବର୍ଷର ବିଭିନ୍ନ ଜାଗାରେ ସେ ନିଜେ ଟ୍ରେନିଂ ଦେଇଛନ୍ତି। ମୁଁ ଜାଣିଛି ଜଣଙ୍କୁ, ସୀମା ଘୋଷ, ସେ କଲିକତାର ଆର୍ଟିଷ୍ଟ। ସେ ଟ୍ରାଇବାଲ ନୁହନ୍ତି, କିନ୍ତୁ ସେ ଜଣେ ଥିଏଟର ଆର୍ଟିଷ୍ଟ। କସବା ଅର୍ଘ ନାଟ୍ୟ ଦଳ ଅଛି, ସେଇ ନାଟ୍ୟ ଦଳର ଜଣେ କର୍ଣ୍ଣଧାର। ସୀମାଦି ସିଏ ଶିଷ୍ୟ ହେଇଗଲେ ତିଜନ ବାଇଙ୍କର। ତା ପାଖକୁ ଗୋଟେ ବର୍ଷ ରହିକି ସେ ଶିଖିଛନ୍ତି। ଆଉ ସେ ଯେତେବେଳେ ପରଫର୍ମ କରନ୍ତି, ଆପଣଙ୍କୁ ଲାଗିବ ଯେ ତିଜନ ବାଇ ହିଁ ବୋଧେ ସାକ୍ଷାତ ସଶରୀରରେ ଉପସ୍ଥିତ ଅଛନ୍ତି ମଞ୍ଚରେ। ତ ଖାଲି ସୀମାଦି ନୁହେଁ, ଏମିତି ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ, ଫରେନରେ ବି ସେ ଡିସାଇପଲ୍ସ ଅଛି ତାଙ୍କର। ତ ଏଇ ଗୋଟେ ପ୍ରବାହମାନ। କିନ୍ତୁ ଗୋଟେ କଥା ହଉଛି ଯେ ଯଦି ଆମେ ଫୋକ୍ ଆର୍ଟକୁ ବଞ୍ଚେଇବାକୁ ଚାହିଁବା, ସେ ସରକାରୀ ସମର୍ଥନ ନିହାତି ଦରକାର। ଗାଁ ଗହଳିରେ ଏଟାକୁ ରଖିବାକୁ ହେଲେ ସରକାରକୁ ସପୋର୍ଟ ଦବାର ଅଛି। ଧନ୍ୟବାଦ ସୌରଭ ସାର୍। ଏତେ ସୁନ୍ଦର ଭାବରେ ଆପଣ ବ୍ୟାଖ୍ୟା କରିଛନ୍ତି ତେଜନ ଭାଇଙ୍କର ଇତିହାସ, ତାଙ୍କର ଯୋଉ ପ୍ରୟାସ, ତାଙ୍କର ସଂଘର୍ଷ, ଆଉ ତାଙ୍କୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ବିଭିନ୍ନ ବ୍ୟକ୍ତି କିପରି ତାକୁ ଆଗକୁ ନେବା ପାଇଁ ତତ୍ପରତା ପ୍ରକାଶ କରୁଛନ୍ତି, ଏସବୁ ଜାଣି ଆମେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଗୋଟେ କଳା ସାର୍, ଯାହାକି ହଜି ଯାଉଥିଲା। ଅ, ହଁ, କୁହନ୍ତୁ। ସାର୍, ମୁଁ ଖାଲି ଆପଣଙ୍କର ଅନୁମତିରେ ମୁଁ ଦୁଇଟା ଲାଇନ ଟିକେ ରିଡ୍ ଆଉଟ୍ କରିବାକୁ ଚାହିଁବି। ଯେ ତିଜନ ବାଇ ଚାଲିଗଲା ପରେ ଆମ ଦେଶର ଜଣେ ଲେଜେଣ୍ଡ ଉସ୍ତାଦ ଅମଜଦ ଅଲି ଖାନ୍, ସେ ତାଙ୍କର ଫେସବୁକରେ ଗୋଟେ ପୋଷ୍ଟ କରିଛନ୍ତି। ମୁଁ ସେଇ ପୋଷ୍ଟରୁ ଗୋଟେ ଲାଇନଟା ଖାଲି ପଢି ଦଉଛି। ଅମଜଦ ଅଲି ଖାନ୍ କହୁଛନ୍ତି, ସେ ଲେଖିଛନ୍ତି ଯେ Tijan Bai has always represented the indomitable spirit of Indian art, fearless, deeply rooted, and profoundly moving. Her artistry is not merely a performance, it is an act of devotion, a celebration of our shared heritage, and a reminder of the timeless power of storytelling, along with unwavering commitment to her tradition. ଧନ୍ୟବାଦ। ଏଇ ସୁନ୍ଦର ସେଣ୍ଟେନ୍ସ, ସୁନ୍ଦର ଯୋଉ ବାକ୍ୟ ଆପଣ ପଢିଲେ ଏଠି, ନିଶ୍ଚିତ ଭାବରେ ତେଜନ ଭାଇଙ୍କ ପାଖରେ ଆମେ କୃତଜ୍ଞତା ଜ୍ଞାପନ କରିବା ଯେ ସେ ଏତେ ସୁନ୍ଦର ଭାବରେ ଗୋଟାଏ ହଜି ଯାଉଥିବା କଳାକୁ ଆଗକୁ ଆଣିଛନ୍ତି ଏବଂ କଳାକାର ମାନଙ୍କୁ ଉଜ୍ଜୀବିତ କରିଛନ୍ତି। ଆମେ ଆଶା କରୁଛୁ ଯେ ତାଙ୍କର ଏଇ କଳା ଆଗକୁ ଆହୁରି ବଢିବ ଏବଂ ଆହୁରି ଆଦୃତ ହବ ଏବଂ ତେଜନ ଭାଇ ସେଇ କଳା ମାଧ୍ୟମରେ ଅମର ହୋଇ ଆସିବେ। ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ ସୌରଭ ଗୁପ୍ତା ସାର୍ଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ, ସେ ଏତେ ସୁନ୍ଦର ଭାବରେ ଆମକୁ ବ୍ୟାଖ୍ୟା କରି ଜଣାଇଛନ୍ତି। ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ ମଧ୍ୟ କୃତଜ୍ଞତା ଜଣାଇ ରହୁଛୁ। ତେବେ ସିଏ ସାନ୍ତାକାର ରେଡ଼ିଓ କୋରାପୁଟ ପାଇଁ ନମସ୍କାର। Thank you.